ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ଅଣ୍ଡ୍ରାହଲ ପଞ୍ଚାୟତର ଆଦିମ ଜନଜାତି ବଣ୍ଡା ଯୁବକ ସନିଆ ଚାଲାନଙ୍କ କର୍କଟ ରୋଗ ସମ୍ପର୍କରେ ସୂଚନା ପାଇବା ପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କର ଉଚ୍ଚତର ଚିକିତ୍ସା ନିମନ୍ତେ ସହାୟତାର ହାତ ବଢ଼ାଇଛନ୍ତି। ସନିଆକୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ PITDଙ୍କ ପକ୍ଷରୁ 50,000 ଟଙ୍କା, ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରେଡ୍କ୍ରସ ପାଣ୍ଠିରୁ 20,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସନିଆଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ଉଚ୍ଚତର ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି। ଏବେ ଯଦି କେହି ସହୃଦୟ ବ୍ୟକ୍ତି କର୍କଟ ରୋଗରେ ପୀଡ଼ିତ ସନିଆଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ଫୋନ୍ପେ 7656069017 ଯୋଗେ ଆର୍ଥିକ ସହଯୋଗ କରିପାରିବେ।